ଜାତିସଂଘ ଦ୍ୱାରା ସ୍ଥିରୀକୃତ ରାଷ୍ଟ୍ରୀୟ ଅନ୍ତର୍ଦେଶୀୟ ମହିଳା ଦିବସରେ ସମସ୍ତଙ୍କୁ ସ୍ୱାଗତ। ମହିଳାମାନଙ୍କୁ ଏହା ପ୍ରଥମେ 1911 ମସିହାରେ ଅଷ୍ଟ୍ରେଲିଆ, ଡେନମାର୍କ, ସୁଇଜରଲ୍ୟାଣ୍ଡରେ ଆରମ୍ଭ ହୋଇଥିଲା। ନାରୀ ଶକ୍ତି ଜାଗ୍ରତ ହୋଇଥିଲା। ତାର 2 ବର୍ଷ ପରେ 2014 ମାର୍ଚ୍ଚ 8 ତାରିଖ ଦିନ ପ୍ରଥମେ ୟୁରୋପର ସମସ୍ତ ରାଷ୍ଟ୍ର ପାଳନ କଲେ। 60 ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ ଆନ୍ଦୋଳନ ତ୍ୟାଗ ପରେ ରାଷ୍ଟ୍ରସଂଘ ଜାତିସଂଘ ଏହି ଦିବସକୁ ବିଧିବଦ୍ଧ ଭାବେ ଘୋଷଣା କଲେ ଯେ ପ୍ରତ୍ୟେକ ରାଷ୍ଟ୍ରରେ ମାର୍ଚ୍ଚ 8 ତାରିଖ ଦିନ ଏହି ଦିବସ ପାଳନ କରାଯିବ। ତେଣୁକରି 1975 ମସିହା ଠାରୁ ଏହା ବିଧିବଦ୍ଧ ଭାବେ ପାଳନ ହେଉଛି। ଆଜି ହେଉଛି 52ତମ ମହିଳା ଦିବସ। ଆଜିର ଜାତିସଂଘର ବାର୍ତ୍ତା ନାରୀ ପାଇଁ ଅଧିକାର, ନ୍ୟାୟ ଆଉ କାର୍ଯ୍ୟାନୁଷ୍ଠାନ। ପ୍ରତିବର୍ଷ ଏହି ଦିବସରେ ଜାତିସଂଘ ଗୋଟେ ବାର୍ତ୍ତା ଦେଇଥାଏ। 2026 ପାଇଁ ଏହି ବାର୍ତ୍ତା ନାରୀ ପାଇଁ ନ୍ୟାୟ, ଅଧିକାର, କାର୍ଯ୍ୟାନୁଷ୍ଠାନ। ଆସନ୍ତୁ ଶୁଣିବା ବିଷୟ ଭିତ୍ତିକ କେତେ ଦୂର ଏହା କାର୍ଯ୍ୟକାରୀ ହେଉଛି। କବିତାର ଶୀର୍ଷକ ଜାଗ୍ରତ। ମହିଳା ଦିବସେ ଦେଇଅଛି ବାର୍ତ୍ତା, ଜାତିସଂଘ ଆଜି ଶୁଣ। ନାରୀଙ୍କର ଲାଗି ନ୍ୟାୟ, ଅଧିକାର, ଦୋଷୀକୁ କାର୍ଯ୍ୟାନୁଷ୍ଠାନ। 7ଟି ଦଶନ୍ଧି ହେଲାଣି ସ୍ୱାଧୀନ ଆମ ଏ ଭାରତ ଭୂଇଁ। କେତେ ଯେ ନିୟମ, ଆଇନ, କାନୁନ ଏ ନାରୀର ସୁରକ୍ଷା ପାଇଁ। କେତେ ରାଲି, କେତେ ପ୍ରଚାର ପ୍ରସାର, କେତେ ଜନସଚେତନ। ବୃଥା ହେଉଅଛି ଏସବୁ ପ୍ରୟାସ, ଯେତେ ସବୁ ଆୟୋଜନ। ପୋଲିସ ଆସିବ ସରିଗଲା ପରେ ନାରୀର ଜୀବନ, ଇଜ୍ଜତ ସବୁ ପ୍ରଶାସନ ତାପରେ ଆସିବେ ରଖିବାକୁ ନାରୀ ମହତ, ସତେ ରଖିବାକୁ ନାରୀ ମହତ। ମିଡିଆ ବାଲାଏ ତାପରେ ଆସିବେ ପ୍ରଚ୍ଛଦ ପଟର ଖବର। ରାଜନୀତି ବାଲା ଆସିବେ ତାପରେ, ସତେ କି ନ୍ୟାୟ ଦେଇଦେବେ ନାରୀର। ନେତା ମନ୍ତ୍ରୀ ସବୁ ଦଳ ଦଳ ହୋଇ ପ୍ରତିଶ୍ରୁତି ଦେବେ ବଡ଼ ବଡ଼। ଗଣମାଧ୍ୟମରେ ବୁଦ୍ଧିଜୀବୀ ମାନେ ମନ୍ତବ୍ୟ ଦେବେ କୁଳ। ଅପ୍ରତ୍ୟାବର୍ତ୍ତୀ ସେ ଫେରିବନି ଆଉ। ଫେରିବନି ତାର ଇଜ୍ଜତ। ଝରିବନି ଲୋହ, ମରିବନି କୋହ। ନହୋଇଲେ ଆମେ ଜାଗ୍ରତ। ଜାଗ୍ରତ ହୁଅ ପୁରପଲ୍ଲୀର ନାରୀ। ଭୁଲୁଣ୍ଠିତ ଆଜି ନାରୀର ଇଜ୍ଜତ। ନାରୀ ଜାତି ଯିବ ସରି, ଆଜି ନାରୀ ଜାତି ଯିବ ସରି। ସ୍ୱୟଂ ସହାୟିକା ନହୋଇଲେ ଆମେ, ନ କରିଲେ ଆମ ପ୍ରତିକାର। କି କରିପାରିବେ ଜିଲ୍ଲା ପ୍ରଶାସନ, କି କରିପାରିବେ ସରକାର, କି କରିପାରିବେ ପରିବାର, କି କରିପାରିବେ ଗ୍ରାମବାସୀ ଆଉ କି କରିପାରିବେ ପରିବାର। ସରିବନି ଏହି ଅତ୍ୟାଚାର। ଧନ୍ୟବାଦ। ବନ୍ଦେ ଉତ୍କଳ। ଅନ୍ତର୍ଜାତୀୟ ମହିଳା ଦିବସର ପରମାରମ୍ଭ କେବେ ହେଇଥିଲା, କୋଉ ମହାଦେଶରେ ହେଇଥିଲା, କେମିତି ହେଇଥିଲା, ଏବେ କାର୍ଯ୍ୟକାରୀ କରିବା। ଆଜିର ପାଳିତ ଦିବସର